ଆଜି ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ପରିସରରେ ତା 1/8/2025 ଗୁରୁ ସୁଧାକର ସାହୁଙ୍କର ସ୍ମାରକ ଉଦ୍ଦେଶ୍ୟରେ ପାଳନ କରାଯାଇଥିବା କାର୍ଯ୍ୟକ୍ରମ ଉତ୍ସବ ତାଙ୍କର ଅତି ପ୍ରିୟର ଶିଷ୍ୟ ସଂଘମିତ୍ରା ମୁଦୁଲି ମହୋଦୟଙ୍କ ଦ୍ୱାରା ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମ ଅତି ଉଚ୍ଚକୋଟୀର ନୃତ୍ୟଶିଳ୍ପ କାର୍ଯ୍ୟକ୍ରମ ହୋଇଥିଲା। ଆଉ ସୁଦୂର ଓଡ଼ିଶାର ସମସ୍ତ ଜିଲ୍ଲାର ପ୍ରାୟ ପ୍ରତିନିଧିତ୍ୱ କରିଥିବା ପିଲାମାନେ ନିଜର ପ୍ରତିଭା ଅତି ଚମତ୍କୃତ ଭାବେ ପ୍ରତିପାଦିତ କରିଥିଲେ। ଏହି ପ୍ରତିଭାମାନଙ୍କ ମଧ୍ୟରେ ଗୁରୁ ଦୁର୍ଗା ରଣବୀର ସାରଙ୍କୁ ପୁରସ୍କୃତ ଏବଂ ସମ୍ମାନିତ କରାଯାଇଥିଲା। ଆଉ ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅତି ସୁରୁଖୁରୁରେ ହୃଦୟସ୍ପର୍ଶୀ ହୋଇପାରିଥିଲା। ସୁଦୂର ଆମେରିକାରେ ରହୁଥିବା ପଟ୍ଟନାୟକ ସାରଙ୍କର ଅଲିଅଳି କନ୍ୟା ରିଦ୍ଧିମେଷ୍ଟା ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏବଂ ତାଙ୍କର ନୃତ୍ୟର ପରିବେଷଣ କରିବା ପାଇଁ ଏବଂ ପୁରସ୍କୃତ ହେବା ପାଇଁ ଆଜି ରବୀନ୍ଦ୍ର ମଣ୍ଡପରେ ଉପସ୍ଥିତ ହୋଇଥିଲେ ଏବଂ ନିଜର ଚମତ୍କୃତ ନୃତ୍ୟଶିଳ୍ପୀ ଏବଂ ନିଜର ପ୍ରତିଭା ଦ୍ୱାରା ସାରା ମଣ୍ଡଳ ପ୍ରକମ୍ପିତ କରିଥିଲେ ଏବଂ ସମସ୍ତଙ୍କ ହୃଦୟସ୍ପର୍ଶୀ କରାଇ ପାରିଥିଲେ। ଗୁରୁଜୀଙ୍କୁ ପ୍ରଦାନ କରିବେ ଏବଂ ପଦ୍ମଶ୍ରୀ ଦେବୀ ପ୍ରସାଦ Namaste, my name is Ridhimeshta Patnaik and I performed Hariom and I'm thankful for the organizers and my guru Rinku sir. Namaste. ଆଉ ଆଜି ଯେଉଁ ଡ୍ୟାନ୍ସ କଲ ହ୍ୱାଟ୍ ଇଜ୍ ୟୋର୍ ନେମ୍ ଅଫ୍ ଟୁଡେ ଡ୍ୟାନ୍ସ? ହରିଓମ ଡ୍ୟାନ୍ସ ହରିଓମ ଡ୍ୟାନ୍ସ। ଆଚ୍ଛା ଆଚ୍ଛା। Happy because there are a lot of audience over here and a lot of people are dancing Odissi and I hope so that I can perform Odissi dance again over here in the future. Very good. Jai Jagannath.